ଚାଲନ୍ତୁ ଆଜି ଗୋଟେ କ୍ରିସ୍ପି ବେସନର ପକୁଡ଼ି ବନେଇବା, ଯୋଉଥିରେ କି ମୁଁ ଏଥିରେ ଫୁଲକୋବି, ଆଳୁ ଏବଂ କଖାରୁକୁ ଆଡ୍ କରିଛି। ତାପରେ ସେଥିରେ କାଟିଥିବା କଟା ପିଆଜ, କଞ୍ଚା ଲଙ୍କା, ଭୃଷଙ୍ଗ ପତ୍ର, ଧନିଆ ପତ୍ର ସେଥିରେ ପକେଇ ବେସନ ପକେଇ ଭଲ ଭାବରେ ଗୋଳେଇ ଦେଇଛି। ସେଥିରେ ଅଳ୍ପ ଲୁଣ ମଧ୍ୟ ପକେଇଛି। ତ ଭଲ ଭାବରେ ଗୋଳେଇକି ମୁଁ ତାକୁ କିଛି ସମୟ ଘୋଡ଼େଇକି ରଖିଦେଲି। ଏବେ ଏଠି ଗ୍ୟାସ୍ ଅନ୍ କରି ସେଥିରେ ମୁଁ ତେଲ ଗରମ କଲି। ଟିକେ ତେଲ ଗରମ ହେଇସାରିଲା ପରେ ମୁଁ ଏଠି ରଖିଥିଲି ଯୋଉ ବେସନ ଗୋଳେଇକି ସେଥିରେ ଏବେ ଛୋଟ ଛୋଟ କରିକି ପକେଇବା। ମୁଁ ବେଶୀ ବଡ଼ ବଡ଼ ପକୁଡ଼ି ପକାଏନି, ପୁରା ଛୋଟ ଛୋଟ କରିକି ପକୁଡ଼ି ପକାଏ, ଯୋଉଟା ଖାଇଲେ ବହୁତ ହି ଭଲ ଲାଗିବ। ଆପଣ ଭାବୁଥିବେ ବେସନରେ ପକୁଡ଼ିରେ କଖାରୁ କାହିଁକି ପଡ଼ିଲା? ଆପଣ ଥରେ କଖାରୁ ଛୋଟ ଛୋଟ କାଟିକି ଅଳ୍ପ ପକାନ୍ତୁ, ଦେଖିବେ ତାର କୌଣସି ଟେଷ୍ଟରେ କିଛି ବି ଅସୁବିଧା ହବ ନାହିଁ, ବରଂ ଆପଣଙ୍କୁ ବହୁତ ହି ବଢ଼ିଆ ଲାଗିବ ଆଉ ପକୁଡ଼ି ମଧ୍ୟ ପୁରା ନରମ ହବ। ଯଦି ବାହାରେ ପାଗଟା ଟିକେ ବର୍ଷା ପାଗ ଦେଇଥାଏ ତାହେଲେ ପକୁଡ଼ି ଖାଇବାଟା ତ ଜମିଯିବ, କିନ୍ତୁ ସକାଳୁ ସକାଳୁ ବ୍ରେକଫାଷ୍ଟରେ ପକୁଡ଼ି ତରକାରୀ ଖାଇବାର ମଜା କିଛି ଅଲଗା। ଏବେ ଦେଖନ୍ତୁ ପକୁଡ଼ି ଦେଖନ୍ତୁ ମୋର ବନିକି ଟିକେ ରେଡ଼ି ହେଇଗଲାଣି। ଏବେ ତାକୁ ଗୋଟେ ଜାଗାରେ କାଢ଼ିକି ରଖିଦବା। ତେବେ ଏମିତି ଆପଣ ପକୁଡ଼ି କରିକି ଖାଆନ୍ତୁ, ଦେଖିବେ ବହୁତ ହି ଟେଷ୍ଟି ଲାଗିବ ମୋର କଖାରୁ ଦିଆ ପକୁଡ଼ି।